ସମସ୍ତଙ୍କୁ ମୋର ନମସ୍କାର। ମୁଁ ବିଭୀଷଣ ଆଉ ଗୋଟେ ସୁନ୍ଦର କାହାଣୀ ନେଇ ଆପଣମାନଙ୍କ ସମ୍ମୁଖରେ। ଯେମିତି କ୍ଷୀରରେ ଅଛି ଆମକୁ ଦେଖାଯାଏ, ସେମିତି ଭଗବାନ ଆମ ହୃଦୟ ଭିତରେ ଅଛନ୍ତି, ସବୁଆଡ଼େ ଅଛନ୍ତି, ଆମକୁ ଦେଖାଯାଆନ୍ତିନି। ଯଦି ଆମେ ପ୍ରେମର ମନ୍ଥନରେ ମନ୍ଥିବା, ଭଗବାନ ନିଶ୍ଚିତ ରୂପେ ଦିନେ ନା ଦିନେ ଆମକୁ ଦେଖାଦେବେ, ବାହାରିବେ, ପ୍ରକଟ ହେବେ। ସବୁଠି ଭଗବାନ ଅଛନ୍ତି, କେବଳ ଆମେ ସେ ପ୍ରେମର ମନ୍ଥନଟା ଜାଣିନାହାନ୍ତି ବୋଲି ଆମକୁ ଦେଖାଯାଉନାହାନ୍ତି। କ୍ଷୀରରେ ଘିଅ ଅଛି, କ୍ଷୀରରୁ ଘିଅ ବାହାରୁଛି ନା? କେମିତି ବାହାରୁଛି? କ୍ଷୀରରେ ଘିଅ ଅଛି, ଯେମିତି ବାହାରୁଛି, ଆମେ ଘିଅ କାଢ଼ିକି ରଖିକି ଖାଉଛନ୍ତି, ସେମିତି ଆମ ହୃଦୟ ଭିତରେ ବି ଭଗବାନ ଅଛନ୍ତି। କେବଳ କମି ରହୁଛି ଆମର ପ୍ରେମର ମନ୍ଥନ, ଆମ ମନ୍ଥି ପାରୁନାହାନ୍ତି। ସେଥିପାଇଁ ଭଗବାନ ଆମକୁ ଦେଖା ଦେଉନାହାନ୍ତି, ଦର୍ଶନ ଦେଉନାହାନ୍ତି, ବାହାରୁ ବି ନାହାନ୍ତି। ଭଗବାନଙ୍କୁ ପ୍ରେମ କରିବା, ଭଗବାନଙ୍କୁ ପ୍ରେମର ମନ୍ଥନରେ ମନ୍ଥନ କରିବା, ନିଶ୍ଚିତ ରୂପେ ଦିନେ ନା ଦିନେ ଭଗବାନ ପ୍ରକଟ ହେବେ, ଆମକୁ ଦର୍ଶନ ଦେବେ, ମୁକ୍ତି ବି ଦେବେ। ମୁକ୍ତିର ଦାତା ପ୍ରଭୁ ଜଗତର ନାଥ ଜଗନ୍ନାଥ ଆମ ହୃଦୟ ଭିତରେ ଅଛନ୍ତି। ଆମେ କେବଳ ପ୍ରେମର ମନ୍ଥନ ଆମକୁ ଆସୁନାହିଁ। ଆସନ୍ତୁ ପ୍ରେମର ମନ୍ଥନ କରିବା। ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ, ପ୍ରେମର ଠାକୁର, ନିଶ୍ଚିତ ରୂପେ ପ୍ରଭୁ ଆମକୁ ମୁକ୍ତି ଦେବେ। ମୁକ୍ତିଦାତା ରହୁଛି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।